ଆସନ୍ତୁ ଆମମାନେ ଗୀତ ସହିତ 18 ପର୍ବର 1 ଠାରୁ 10 ପର୍ଯ୍ୟନ୍ତ ପାଠ କରିବା। ଏଠାରେ ଏପରି ଲେଖା ଅଛି, ହେ ମୋହର ବଳ ସ୍ୱରୂପ ସଦାପ୍ରଭୁ ମୁଁ ତୁମ୍ଭକୁ ପ୍ରେମ କରୁଥାଏ। ସଦାପ୍ରଭୁ ମୋହର ତୈଳ ଓ ମୋହର ଗଡ଼ ଓ ମୋହର ଉଦ୍ଧାରକର୍ତ୍ତା, ମୋହର ପରମେଶ୍ୱର, ମୋହର ଦୃଢ଼ ତୈଳ, ମୁଁ ତାହାଙ୍କଠାରେ ଶରଣ ନେବି। ମୋହର ଢାଲ ଓ ମୋହର ପରିତ୍ରାଣର ଶୃଙ୍ଖ, ମୋହର ଉଚ୍ଚ ଦୁର୍ଗ, ମୁଁ ପ୍ରଶଂସନୀୟ ସଦାପ୍ରଭୁଙ୍କୁ ଡାକିବି। ତହିଁରେ ମୁଁ ଆପଣା ଶତ୍ରୁମାନଙ୍କ ଠାରୁ ନିସ୍ତାର ପାଇବି। ମୃତ୍ୟୁର ରଜୁ ମୋତେ ବେଷ୍ଟନ କଲା, ପାପ ଧର୍ମତା ରୂପ ପ୍ଲାବନ ମୋତେ ଭୟଗ୍ରସ୍ତ କଲା। ପାତାଳର ରଜୁ ସବୁ ମୋ ଚାରିଆଡ଼େ ଥିଲା, ମୃତ୍ୟୁର ଫାଶ ମୋ ଉପରେ ପଡ଼ିଲା। ମୁଁ ଆପଣା ଦୁର୍ଦ୍ଦଶା ସମୟରେ ସଦାପ୍ରଭୁଙ୍କୁ ଡାକିଲି ଓ ମୋ ପରମେଶ୍ୱରଙ୍କ ନିକଟରେ ଆର୍ତ୍ତନାଦ କଲି। ସେ ଆପଣା ମନ୍ଦିରରୁ ମୋହର ରବ ଶୁଣିଲେ। ପୁଣି ତାହାଙ୍କ ସମ୍ମୁଖରେ କୃତ ମୋହର ଆର୍ତ୍ତନାଦ ତାହାଙ୍କ କର୍ଣ୍ଣରେ ପ୍ରବେଶ କଲା। ସେତେବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା, ପର୍ବତଗଣ ଭୀତିମୂଳ ବିଚଳିତ ହେଲା ଓ ତାହାଙ୍କ କୋପ ସକାଶେ ଟଳମଳ ହେଲା। ତାହାଙ୍କ ନାସା ରୁଣ୍ଡରୁ ଧୂମ ନିଗତ ହେଲା ଓ ତାହାଙ୍କ ମୁଖ ନିଗତ ଅଗ୍ନି ଗ୍ରାସ କଲା। ତଦ୍ୱାରା ଅଙ୍ଗାର ପ୍ରଜ୍ୱଳିତ ହେଲା। ସେ ଆକାଶ ମଣ୍ଡଳକୁ ନୁଆଇଁ ତଳକୁ ଆସିଲେ, ଆଉ ତାହାଙ୍କ ପାଦ ତଳେ ଘୋର ଅନ୍ଧକାର ଥିଲା। ପୁଣି ସେ କିରୁବ ଉପରେ ଆରୋହଣ କରି ଉଡ଼ିଲେ, ହଁ, ସେ ବାୟୁର ପକ୍ଷ ଉପରେ ବେଗରେ ଦୌଡ଼ିଲେ। ଆମେନ୍। ପ୍ରେଜ୍ ଦ ଲର୍ଡ।